ସତରେ ବାହାରେ ଯେଉଁ ପ୍ରକାର ଗରମ ପଡ଼ିଛି ଆଉ ଯେମିତିଆ ଖରା ହେଉଛି କିଛି ନା କିଛି ଥଣ୍ଡା ଥଣ୍ଡା ଜିନିଷ ପିଇବାକୁ କାହାକୁ ବା ଭଲ ଲାଗେ ନାହିଁ। ତ ଚାଲନ୍ତୁ ସେମିତି ଆଜି ଆପଣଙ୍କୁ ଗୋଟେ ସରବତ ବନେଇକି ଦେଖେଇବି ଯେଉଁଟା ଛୁଆଠୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତଙ୍କୁ ପସନ୍ଦ ଆସିବ। ମାତ୍ର 2 ମିନିଟ୍ରେ ଏ ସରବତ ବନିଯିବ ଆଉ ପିଇବାକୁ ବହୁତ ବଢ଼ିଆ ଲାଗିବ। ଯେତିକି ଦେଖିବାକୁ ଏ ସରବତ ସୁନ୍ଦର ଦେଖାଯାଉଛି ସେତିକି ବି ଏ ଟେଷ୍ଟି ଥିଲା ଆଉ ସେତିକି ହେଲ୍ଦି ବି ଥିଲା। ତା ସହିତ ଆପଣମାନଙ୍କୁ ଏ ସରବତର ଫିମିକ୍ସ ବି ବନେଇକି ଦେଖେଇବି ଯେଉଁଟା ଆପଣ ଅଧିକା ଦିନ ଯାଏଁ ଷ୍ଟୋର୍ କରି ରଖିପାରିବେ ଆଉ ଯେତେବେଳେ ଆପଣଙ୍କୁ ଇଚ୍ଛା ହେବ ସରବତ ଥଣ୍ଡା ଥଣ୍ଡା ପିଇବା ପାଇଁକା ଫଟାଫଟ ଏଟାକୁ 2 ମିନିଟ୍ରେ ବନେଇକି ପିଇପାରିବେ। ଆଉ ସବୁଠୁ ବଡ଼ କଥା ହେଉଛି ଆଜିର ଏ ସରବତ ଆମେ ବିନା ଚିନିରେ ବନେଇକି ରେଡ଼ି କରିବା। ନମସ୍କାର, ମୁଁ ମିତା, ମୋ ଲକ୍ଷ୍ମୀ ହାଣ୍ଡିଶାଳ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭିଡ଼ିଓକୁ ଜମାରୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତ এই ସରବତ ପାଇଁ ପ୍ରଥମେ ଆମେ ପ୍ରିମିକ୍ସ ବନେଇ ନେବା ଆମ ସରବତ ପାଇଁ। ତ ବିନା ଚିନିରେ ବନେଇବା ତ ତା ପାଇଁକା ଗ୍ରାଇଣ୍ଡର ଜାର୍ ଏଠି ନେଇଯାଇଛି। ଆଉ ଏଠି ଦେଖନ୍ତୁ ମୁଁ ମିଶିରି ନେଇଛି। ତ ଧାଗାବାଲା ସୂତାବାଲା ମିଶିରି ଆସେ ସେଇ ମିଶିରି ନେଇଛି। ମିଶିରି ଭାଙ୍ଗି ନେବେ ତାପରେ ଆକୁ ଗ୍ରାଇଣ୍ଡର କରିବେ। ତ ଏଠି ଦେଖନ୍ତୁ ମିଶିରି ଗ୍ରାଇଣ୍ଡର ଜାର୍ରେ ଦେଇକି ଏବେ ଆକୁ ଆମେ ଗ୍ରାଇଣ୍ଡର କରି ଆଣିବା। ଆଉ ଏଇଠି ଦେଖନ୍ତୁ ମୁଁ ଚିକଣ କରି ଏଇଟାକୁ ଗ୍ରାଇଣ୍ଡର କରି ଆଣିଛି। ସଙ୍ଗେ ସଙ୍ଗେ ଖୋଲିବେନି, କିଛି ସମୟ ରଖିନେବେ କାହିଁକିନା ଏଇଟା ପାଉଡ଼ର ଭଳିଆ ମୁହଁକୁ ଉଡ଼ିବ। ତ କିଛି ସମୟ ରଖିଲା ପରେ ଆକୁ ଖୋଲିବେ। ତ ଗ୍ରାଇଣ୍ଡର କରିସାରିଲା ପରେ ସଙ୍ଗେ ସଙ୍ଗେ ଆକୁ ଖୋଲିବେନି। ତ ଏଠି ସମୟ ଦେଖିପାରୁଥିବେ କିଛି ସମୟ ପରେ ଆକୁ ମୁଁ ଏବେ ଗୋଟେ ଜାଗାକୁ କାଢ଼ି ଦେଉଛି ମିଶିରି ଗୁଣ୍ଡ ଗୁଡ଼ାକ। ତ ଏଠି ଆମର ମିଠା ପାଇଁକା ମିଶିରି ଗୁଣ୍ଡ ହେଇସାରିଛି। ଏବେ ସେଇ ସେମ୍ ଗ୍ରାଇଣ୍ଡର ଜାର୍ରେ ଏଠି ଦେଖନ୍ତୁ ସିମେଇ ନେଇଛି। ତ ଛୋଟବାଲା ସିମେଇ ଆସେ ସେ ସିମେଇ ନେଇଛି, ଭଜା ସିମେଇ ଏଇଟା। ଆପଣ କଞ୍ଚା ସିମେଇକି ବି ଭାଜିକି ଏଠି ନେଇପାରନ୍ତି। ତ ମୋ ପାଖେ ଭଜା ସିମେଇ ଥିଲା ତାକୁ ଦେଇଦେଇଛି। ତ ସିମେଇ ଏଠି ହାଫ୍ କପ୍ ଖଣ୍ଡେ ହେବ। ଆଉ ଏଠି ଆମେ ଦେଇଦେବା ଆଉ ଟିକେ ଟେଷ୍ଟି ବନେଇବା ପାଇଁକା ହେଲ୍ଦି ବନେଇବା ପାଇଁକା ଏଠି କାଜୁ ଆଲମଣ୍ଡ ଦେଇଦେବା। ତ ମୁଠାଏ କାଜୁ ନେଇଛି, ମୁଠାଏ ଏଠି ଆଲମଣ୍ଡ ନେଇଛି। ଆଉ ଏଠି ଦେଖନ୍ତୁ ନେଇଯାଇଛି କିଛି ଆମ ଗୁଜୁରାତି ନିହାତି ଦେବେ, ବହୁତ ବଢ଼ିଆ ଲାଗିବ ଏ ସରବତରେ। ଏ ସବୁ ଜିନିଷକୁ ଦେଇକି ଆକୁ ଚିକଣ କରିକି ଗ୍ରାଇଣ୍ଡର କରି ଆଣିବା। ଆଉ ଏଠି ଆପଣ ଦେଖିପାରୁଥିବେ ମୁଁ ବଢ଼ିଆ ଭାବରେ ଏଇଟା ଗ୍ରାଇଣ୍ଡର କରିସାରିଛି। ତ ଏଥିରେ ଆମେ ସିମେଇ ପକେଇଛୁ, ଏମିତି ବି ଏଇଟା କାଠୁଆ ହେଇପାରିବ କିନ୍ତୁ ଏଥିରେ ଆଉ ଟିକେ ଟେଷ୍ଟି ବନେଇବା ପାଇଁ କାଷ୍ଟର୍ଡ଼ ପାଉଡ଼ର 1 ଚାମଚ ଦେବା। ତ ଏଇଟା ଦେବା ଦ୍ୱାରା ଟିକେ ନାକୁ ଆମର ଏଇଟା ସରବତଟା ଟିକେ ବହଳିଆ ହେବ ଆଉ ବହୁତ ବଢ଼ିଆ ଲାଗିବ ପିଇବା ପାଇଁକା। ପୁରା ଅପସନାଲ୍ ଅଛି, ଆପଣ ସ୍କିପ୍ ବି କରିପାରନ୍ତି କିନ୍ତୁ ଏଥିରେ ଗୁଜୁରାତି ଦେବାକୁ ଜମାରୁ ଭୁଲିବେ ନାହିଁ। କାଷ୍ଟର୍ଡ଼ ପାଉଡ଼ର ନଦେଲେ ବି ଚଳିବ। ତ ଏଇଠି ଦେଖନ୍ତୁ ସେ କାଷ୍ଟର୍ଡ଼ ପାଉଡ଼ରକୁ ଦେଇକି ବଢ଼ିଆ ଭାବରେ ଗ୍ରାଇଣ୍ଡର କରିସାରିଲା ପରେ ସେ ସବୁଯାକ ଜିନିଷକୁ ଏଇଥିରେ ଆମେ ଯେଉଁ ମିଶିରି ଗୁଣ୍ଡ କରିଥିଲୁ ସେଥିରେ ମିଶାଇ ନେବା। ଭଲ ଭାବେ ଟିକେ ନାକୁ ଏଠି ମିଶାଇ ନେବା। ଏବେ ପୁଣି ଥରେ ଆକୁ ସେଇ ସେମ୍ ଗ୍ରାଇଣ୍ଡର ଜାର୍ରେ ଦେଇଦେବା କାହିଁକିନା ଏଗୁଡ଼ାକ ଏମିତି ମିଶିବନି। ଆଉ ଟିକେ ଏଟାକୁ ଗ୍ରାଇଣ୍ଡର କରିଦେବା ଯାହାଦ୍ୱାରା ମିଶିରି ବି ବଢ଼ିଆ ଭାବରେ ସବୁ ଜିନିଷରେ ମିଶିଯିବ। ତ ଏଠି ଆପଣ ଦେଖିପାରୁଥିବେ ସବୁଯାକ ଏଠି ଗ୍ରାଇଣ୍ଡର ଜାର୍ରେ ଦେଇକି ଏବେ ଆକୁ ପୁଣି ଥରେ ଗ୍ରାଇଣ୍ଡର କରି ଆଣିବା। ଆଉ ଏଠି ଦେଖିପାରୁଥିବେ ମୁଁ ସବୁଯାକ ଗ୍ରାଇଣ୍ଡର କରି ଆଣିଛି ଭଲ ଭାବରେ। ଏବେ ସେଇ ସେମ୍ ଜାଗାକୁ କାଢ଼ିଦେବା ସବୁଯାକ। ଆଉ ଏଇଠି ଦେଖନ୍ତୁ ଏଇଠି ଆମର ସରବତ ପାଇଁକା ଫିମିକ୍ସ ରେଡ଼ି ହେଇସାରିଛି। ଏବେ ଏଥିରେ ଆପଣ ଯଦି ଚାହିଁବେ ଡ୍ରାଇ ଫ୍ରୁଟ୍ ଦେଇପାରିବେ। ତ ଏଥିରେ ମୁଁ କିଛି ଦେଇଦେଉଛି ଗୋଲାପୀ ପାଖୁଡ଼ା ଦେଇଦେଉଛି ଶୁଖିଲା, ତାପରେ କେଶର ଧାଗା ଏଠି ଦେଇଦେଉଛି ଯେଉଁଟା ପିଇବାକୁ ବହୁତ ବଢ଼ିଆ ଲାଗିବ। ଆପଣ ଯଦି ଚାହିଁବେ ଏଥିରେ ଡ୍ରାଇ ଫ୍ରୁଟ୍ ବି ଦେଇପାରିବେ। ଆମେ ଡ୍ରାଇ ଫ୍ରୁଟ୍ ପଛରେ ଦେବା ଆଉ ଟିକେ, ଆମେ ଏଥିରେ ବି ଦେଇଛୁ କିନ୍ତୁ ଆପଣ ଆଉ ଟିକେ ଯଦି ଏଠି ଡ୍ରାଇ ଫ୍ରୁଟ୍ ଦେବେ ବଢ଼ିଆ ଲାଗିବ। କିନ୍ତୁ ମୁଁ ଏଠି ଡ୍ରାଇ ଫ୍ରୁଟ୍ ଆଉ ଦେଇନି। ଏଠି ଆମର ଏଇଟା ରେଡ଼ି ହେଇସାରିଛି। ଏବେ ଆକୁ ଆମେ ଷ୍ଟୋର୍ କରିବା ପାଇଁକା କୌଣସି କାଚ ବୋତଲ ହେଉ କିମ୍ବା ଏମିତିଆ ଷ୍ଟିଲ୍ର ଟିଫିନ୍ରେ ବି ଆକୁ ରଖିପାରିବେ। ବାହାରେ ରଖନ୍ତେ କିମ୍ବା ଫ୍ରିଜ୍ରେ 6 ମାସ ଯାଏଁ ଷ୍ଟୋର୍ କରି ରଖିପାରିବେ। ଏଇଟା କିଛି ବି ଖରାପ ହୁଏନି। ଆଉ ଏଇଠି ଦେଖନ୍ତୁ ସବୁଯାକ ମୁଁ ଗୋଟେ ଟିଫିନ୍ ଏଠି ଭର୍ତ୍ତି କରି ନେଇଛି। ରେଡ଼ି ହେଇସାରିଛି ଆମର ଏଇ ସରବତର ଫିମିକ୍ସ ଯେଉଁଟା ଆପଣ ଅଧିକା ଦିନ ଯାଏଁ ଷ୍ଟୋର୍ କରିକି ରଖିପାରିବେ। ଆଉ କେତେ ବଢ଼ିଆ ଦେଖା ବି ଯାଉଛି ଆଉ ବହୁତ ସୁନ୍ଦର ବାସ୍ନା ଏଥିରୁ ଆସୁଛି। ଏଥିରେ ଆମେ ଗୁଜୁରାତି ପକେଇଛୁ ଆଉ କିଛି ଗୋଲାପୀ ପାଖୁଡ଼ା ପକେଇଛୁ ଯେଉଁଟା ଆହୁରି ବି ବହୁତ ବଢ଼ିଆ ଲାଗିବ। ଏ କେଶର ବି ପକେଇଛୁ। ଏମିତି ଆକୁ ଡବା ମୁହଁ ଦେଇକି ଆକୁ ଏମିତି ଆପଣ ବାହାରେ କିମ୍ବା ଫ୍ରିଜ୍ରେ ରଖିପାରିବେ, କିଛି ବି ଖରାପ ହୁଏ ନାହିଁ। ତ ଏବେ ଆମେ ଏଇଟା ରେଡ଼ି ହେଇସାରିଛି। ଏବେ ଏଇ ପାଉଡ଼ରରୁ କାଢ଼ି ନେବା। ଆପଣ ଯେତେ ଜଣଙ୍କ ପାଇଁକା ସରବତ ବନେଇବେ ସେତିକି ଏଥିରୁ କାଢ଼ି ନେବେ। ତ ଏଇଠି ମୁଁ କମ୍ ସେ କମ୍ 6 ଜଣଙ୍କ ପାଇଁ ବନେଇବି, ସେହି ଅନୁସାରେ ଏଠି ମୁଁ କାଢ଼ି ନେବି। ଏଠି ଦେଖନ୍ତୁ ପାଉଡ଼ର ଏଠି ମୁଁ କାଢ଼ି ଦେଉଛି ଏମିତି ଚାମଚରେ। ତ ଏତିକି ହିଁ ସଫିସିଏଣ୍ଟ ଅଛି 6 ଜଣଙ୍କ ପାଇଁ। ଯେତିକି ଆମେ ଏଠି ମିଠା ଦେଇଛୁ ପରଫେକ୍ଟ ଅଛି। ଯଦି ଅଧିକା ଆପଣ ଚାହିଁବେ ମିଠା କରିବାକୁ ତାହେଲେ ଅଧିକା ମିଶିରି କିମ୍ବା ଚିନିରେ ଯଦି କରୁଛନ୍ତି ଦେଇପାରନ୍ତି। ତ କିନ୍ତୁ ମୁଁ ଯେତିକି ଏଠି ଦେଇଛି ମିଶିରି ଏଠି ପରଫେକ୍ଟ ମିଠା ହେବ। ତ ମିଶିରି ତ ଗୋଟା ଥିଲା କିନ୍ତୁ ଯଦି ଆପଣ ତ ଗ୍ରାମରେ ମାପିବେ 100 ଗ୍ରାମରୁ ଟିକେ କମ୍ ହେବ ମିଶିରି ମୁଁ ଏଠି ନେଇଥିଲି। ତ ଏଠି ଦେଖନ୍ତୁ ସେଇ ପାଉଡ଼ରକୁ ଏଠି ସେ ଗିନାରୁ କାଢ଼ି ନେଇଛି। ତ ଯେତେ ଜଣଙ୍କ ପାଇଁକି ଆପଣ କରିବେ ମାନି ନିଅନ୍ତୁ ଆପଣ ଯଦି 4 ଜଣ ପାଇଁ ବନାଉଛନ୍ତି 4 ଚାମଚ ଏଠି କାଢ଼ି ନେବେ। ତ ଏଠି ମୁଁ 6 ଜଣଙ୍କ ପାଇଁ ବନେଇବି 6 ଚାମଚ ଏଠି କାଢ଼ି ନେଇଛି। ଏଥିରେ ଆପଣ ସିଝା କ୍ଷୀର କିମ୍ବା ଅଳ୍ପ ଥଣ୍ଡା ପାଣି ବି ଦେଇପାରନ୍ତି। ଯଦି କ୍ଷୀର ଦେଉଛନ୍ତି ଉଷୁମ କ୍ଷୀର ଦେବେ। ତ ଏଇଟା ଦେଖନ୍ତୁ କ୍ଷୀର ଦେଇକି ବଢ଼ିଆ ଭାବରେ ଫେଣ୍ଟି ନେଇଛି।
आउ एपे देखिए मु क्षीर आगुरी सिझे देती एवं खाली आपको गरम करार अच्छी क्षीर को मुझे सिझा क्षीर नहीं जहाँ आगुरी मुझे फुटे देती गोटे फुटा पर गैस को पूरा बंद कर देती। तो ये देखो क्षीर ये बढ़िया भाव फुटीगला तो टी फुटी आसला बेलू आम गैस को टी कम करना एवं आम जो गोड़े से मिक्स पाउडरटा ताकू देदेबा दे सारापर किसी काम नहीं आप खाली किसी समय आपको खाली फुटेबार अच्छे कहीं आम जो कस्टर्ड पाउडर से कंचा अच्छे तो किसी समय मात्र 5-10 मिनट फुटे देवे। तो थरे आप पाउडर बनई रखिए ना तो गेतवे आप ठंडा क्षीर एमती भी आम फ्रिज रखी था ठंडा क्षीर तो क्षीर को आप नहीं आसवे टी गरम करके पाउडर को पकईदेवे तापर किसी समय फुटे आप ठंडा ठंडा आपको पी पारे मात्र 2 मिनिट सरबत बनिकी रेडी हो जाए। तो ये देखो बढ़िया भाव यहाँ टी मिसई ना फुटे ना तो ये आम रेडी हो सारी एवं आम गैस को बंद करना आपको पूरा ठंडा हाँको दबा ठंडा है आपको फ्रिज रखिदेवे पूरा ठंडा कहीं सरबतटा ठंडा ठंडा पीवा बहुत बढ़िया लगे। तो ये आमर यहाँ रेडी हो सारी आपको मुझे ठंडा हाँक छाड़ी दूसरी आउ देखो ठंडा हो गलानी एवं आपको आम फ्रिज रखिदबा जदि आपको आप संगे संगे पीवा चाहती तो बरफ दे पारती किंतु मुझे बरफ देनी आपको फ्रिज रे घंटे 2 घंटा जाए रखिदेली आउ ये देखो पूरा चिल ठंडा हो सारी घंटे 2 घंटा पर ये फ्रिज में काढ़ी आनी आप देखिपे ना ये काठुआ है ना पतला है ठीक अच्छे देखिपे आपको जिते समय रखते जमारू काठुआ भी हुए नहीं। तो आपड़ जिते जनक बनइबे से आप पाउडरटा को नेबे तो जी बनइबे से सरबत पाउडरटा को पकईकी बनई पारे तो जी अधिका पान बनाऊँ 6 जन रु अधिका जनक बनाऊे से चामचटी काढ़ी ने तो ये आम सरबत रेडी हो सारी एवं आम गोटे ग्लास को सब सर्व करनबा। तो ये देखो सब जगह ग्लास को दे सारापर सरबत आ उपरे किसी ड्राई फ्रूट देदेबा मुझे कहली आप ड्राई फ्रूट क्षीर कि पाउडर भी दे पारती तो मुझे आउे ये देदेजी जो पीवा पाटे लगे बहुत बढ़िया लगे सरबत। तो सब ड्राई फ्रूट देकी सजे देती ये आमर सिमेई आ ड्राई फ्रूट सरबत रेडी हो सारी जोटा पीब बहुत टेस्ट लगे बहुत बढ़िया लगे पेट फुल रखा सहित पेट को भी ठंडा रखिब देखा जिते सुंदर सरबत ना पीवा बहुत बढ़िया लगे। आपड़ जदि ठंडा कर क्षीर जब न पीउंट तो उषुम क्षीर भी यहाँ एमती सर्व करेंगे छोट छुआ को तो बहुत पसंद आसो कहीं आम गुजराती आम पकईचु कि ड्राई फ्रूट भी पकईचु ता सहित आम ये गोटे चमच कस्टर्ड पाउडर पकईचु जहाँद्वारा सरबतर टेस्ट को द्विगुणा बढ़ेदेव। देखिले केते कम समय आम मात्र 2 मिनिट सरबत बनईकी रेडी करनेलु गोटे थर आप पाउडर को बनइबे आ मात्र 2 मिनिट सरबत बनईकी आप पी पारे उषुम क्षीर कि ठंडा ठंडा सर्व करेंगे। घर को जब अचानक कि कुणिया आसी जाऊँच आप भी ये सरबतटा सर्व करेंगे आउ से पीकी आप बहुत प्रशंसा करेंगे। तो पिलाठू आरंभ कर बड़ा जाए समस्त ये सरबत भल लगे एबे तो खरा दिन चली आ खरा दिन में समस्त भल लगे ठंडा ठंडा सरबत पीवाईका तो गोटे थर निश्चिंत बनईकी देखु ये टेस्टी ठंडा ठंडा सरबतटा को घरे निजे पियंतु घर लोक समस्त पीवा दिंतु केमिति लगिला आपण मानकर अनुभव निश्चिंत शेयर करेंगे। मु पुणी आ गोटे नुआ रेसिपी नहीं आसबि आज रोचे जय जगन्नाथ।